କବିତାର ସମାହାର କବିତାଞ୍ଜଳିକୁ ଆପଣ ସମସ୍ତଙ୍କୁ ସ୍ୱାଗତ। ସେ କବିଙ୍କ ବିଷୟରେ ଜାଣିବା କବି ଶରତ କୁମାର ଦାସଙ୍କ ବିଷୟରେ, ଯାହାଙ୍କ ଲେଖନୀରୁ ଅନେକ ଗୀତ ଆପଣମାନେ ଶୁଣିଛନ୍ତି ଆଉ ପସନ୍ଦ ମଧ୍ୟ କରିଛନ୍ତି। ମୁଁ ଯେ ତାଙ୍କ ବିଷୟରେ କଣ ଅଧିକା କହିବି, ତାଙ୍କ ଲେଖା ଗୁଡ଼ିକ ଖୁବ୍ ଜୀବନ୍ତ ଏବଂ ହୃଦୟସ୍ପର୍ଶୀ। ତେଣୁ ଏହି ଚ୍ୟାନେଲରେ ତାଙ୍କ କବିତାର ପିଢ଼ିକୁ ଖୋଲିବା। ବାଟରେ ଚାଲୁ ଚାଲୁ କେତେ ଘଟଣା ଅଘଟଣକୁ ସାମ୍ନା କରିବାକୁ ପଡ଼େ। ବୁଝି ହେଇଯାଏ କିଏ ସତ୍ୟ, କିଏ ମିଥ୍ୟା, କିଏ ନିଷ୍ଠୁର ଥିଲା। ସେଇ ସତ୍ୟ ଭିତରୁ କିଛି ସତ୍ୟ ଏମିତି, ଯାହାକୁ ଠିକ୍ ଠିକ୍ ବୁଝି ବାଟ ଚାଲିଲେ ଜୀବନ ମଞ୍ଜୁଳ ହେଇ ଉଠେ। କିଛି ନିଶ୍ଚକ ସତ୍ୟମାନଙ୍କୁ ନେଇ କବି ଶରତ କୁମାର ଦାସଙ୍କ ଲେଖନୀରୁ ଆଉ ଏକ କବିତା। କବିତାର ଶୀର୍ଷକଟି ହେଉଛି ସତ୍ୟରୁ ଆଞ୍ଜୁଳାଏ। ଜୀବନ ନଈରେ ଜୁଆର ଉଠିଲେ ମାନେ ନା ସେ ଥଳକୂଳ। ସେ ଜୁଆର ଯେବେ ଭଟ୍ଟା ପାଲଟିଲା, ଜୀବନ କଣ୍ଟାର ମାଳ। ବହିଗଲା ପାଣି କହିଗଲା କଥା, ପଛକୁ ଫେରେ ନା ଆଉ। ଫୁଟିଗଲା ଗୁଳି ଦୋଷ ଜାଣେ ସିନା, ବୁଝେ ନା ବ୍ୟଥାର ଦାଉ। କଣ୍ଟା ଯେବେ ଯାଏ ପାଦକୁ ଫୁଟେଇ, ବହିଯାଏ ଲହୁଧାର। ସେହି ଲହୁଧାର ଛାତି ତଳ କ୍ଷତ ଚିହ୍ନ ରହେ କାଳ କାଳ। ଏ ମଣିଷ ମରେ ଯେଉଁ ଦିନ ତାର କାଳ ପୂରିଯାଏ ନାହିଁ, ସେଇ ଦିନ ମରେ ଯେବେଠାରୁ ତାକୁ ଆଉ କେହି ଖୋଜେ ନାହିଁ। ବାଟର ବାଟୋଇ ବୁଝିଥାଏ ସିନା, ଦହନ ଜ୍ୱାଳା ବାଟର। ବାଟ ଯେ ନଚାଲେ ସେ କାହୁଁ ବୁଝିବ, ବାଟ କଣ୍ଟା ଅବା ଫୁଲ। କେମିତି ଲାଗିଲା କବିତାଟି? ସୁନ୍ଦର ଅଛି ନା? ଭଲ ଲାଗିଲା ନା? ତାହେଲେ କଣ କରିବେ? ଲାଇକ୍ କରିବେ, ଆଉ ଅନ୍ୟମାନଙ୍କ ସହିତ ସେୟାର କରିବେ, ଚ୍ୟାନେଲକୁ ସବସ୍କ୍ରାଇବ କରିବେ, ତା ସହିତ ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥିବେ। ତାହେଲେ କଣ ହବ ନା ନୋଟିଫିକେସନ ପହଞ୍ଚିବ ଆଉ ଆପଣମାନେ ଏଇଭଳି ସୁନ୍ଦର କବିତା ଉପଭୋଗ କରିପାରିବେ। ତାହେଲେ ରହୁଛି, ଯଦି ଉପସ୍ଥାପନାରେ କିଛି ଦୋଷ ତ୍ରୁଟି ରହିଗଲା ତାହେଲେ କ୍ଷମା କରିବେ। ଦେଖାହେବା ଆଗାମୀ ଅଧ୍ୟାୟରେ। ସେ ପର୍ଯ୍ୟନ୍ତ ଆଜ୍ଞା ଦିଅନ୍ତୁ। ରହୁଛି ଆପଣଙ୍କ ଅନାମିକା। ନମସ୍କାର।